नमस्कार। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ଓଡ଼ିଆ ଭାଗବତ ଲେଖକ ଜଗନ୍ନାଥ ଦାସ, ଦ୍ୱିତୀୟ ସ୍କନ୍ଦ, ପ୍ରଥମ ଅଧ୍ୟାୟ। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ସୁତ ଉବାଚ। ହରିଚରଣ ଚିନ୍ତି ଧ୍ୟାନେ, କୋମଳ ଗଭୀର ବଚନେ, ରୋମ ପୁଲକ ନିଜ ଦେହି, ସୁକ କହନ୍ତି ରାଜା ଚାହିଁ। ସୁକ ଉବାଚ। ହେ ପରୀକ୍ଷିତ ନୃପବର, ଗରିଷ୍ଠ ପ୍ରଶ୍ନ ଏ ତୋହର। ପଚାରୁ ଜୀବଲୋକ ହିତେ, ଯେ ପ୍ରଶ୍ନ ଅଛି ତୋର ଚିତେ। ଏ ଆତ୍ମଜ୍ଞାନୀଙ୍କର ସାର, ସଂସାରେ ଜନ ଉପକାର। ଶ୍ରୋତ୍ରବ୍ୟ ପ୍ରଶ୍ନ ଅଛି ଯେତେ, ଆଗମ ନିଗମ ଭକତେ। ସହସ୍ର ସହସ୍ର ପ୍ରକାରେ, ଯେ ପ୍ରଶ୍ନ ଅଛି ଏ ସଂସାର। ସଂସାର କରିବାର ଆସେ, ଯେତେ ଅଛନ୍ତି ଗୃହ ବାସେ। ଇନ୍ଦ୍ରିୟ ବସେ ଗୃହେ ଥାଇ, ଆତ୍ମାର ହିତେ ଜ୍ଞାନ ନାହିଁ। ଆୟୁଷ କ୍ଷୟ ନ ଜାଣନ୍ତି, ବିଷୟ ଅର୍ଥ ନିତ୍ୟ ଚିନ୍ତି। ନିଶାହ ରହି ଅର୍ଦ୍ଧ ବେଳ, ନିଦ୍ରା ବା ବଧୂ ସଙ୍ଗ ମେଳ। ଦିବସେ ଅର୍ଥ ଚିନ୍ତା କୂଳ, କୁଟୁମ୍ବ ପୋଷଣେ ବିକଳ। ସୂତ କଳତ୍ର ଦେହ ପାଇ, ଆନନ୍ଦେ ତାଙ୍କ ମଧ୍ୟ ଥାଇ। ବିଷ୍ଣୁର ମାୟା ସତ୍ୟ ଚିନ୍ତି, ନିକଟେ ମୃତ୍ୟୁ ନ ଦେଖନ୍ତି। ମରଣ ଦେଖୁଥାନ୍ତି ଡୋଳେ, ଅଜ୍ଞାନେ ଭ୍ରମେ ସୁଖ ଭୋଳେ। ଏଣୁ ସଂସାର ପ୍ରାଣୀଙ୍କର, ଆତ୍ମାର ଗତି ଅଗୋଚର। ଏଣୁ ସଂସାର ଭାବ ତେଜି, ଆତ୍ମାର ଗତି ଚିତେ ହେଜି। ଯେ ହରି ସର୍ବ ଘଟେ ପୁରେ, ନିର୍ଲେପ ବାହ୍ୟ ଅଭ୍ୟନ୍ତରେ। ତାର ମହିମା ଶୁଣି କନେ, ନାମକୁ ଉଚାରି ବଦନେ। ସ୍ମରଣ କର ହୃଦଗତେ, ଯେବେ ଅଭୟ ଇଚ୍ଛା ଚିନ୍ତେ। ଏକଥା ସାକ୍ଷ୍ୟ ଯୋଗେ ଜାଣି, ସ୍ୱଧର୍ମ ନିଷ୍ଠା ପରିମାଣି। ଜନ୍ମର ଲାଭ ଏ ପ୍ରମାଣ, ଅନ୍ତେ ସ୍ମରଣ ନାରାୟଣ। ପୂର୍ବେ ନିର୍ମଳ ମୁନି ଯେତେ, ତତ୍ତ୍ୱ ବିଚାରି ବେଦ ମତେ। ବିଧି ନିଷେଧ ଦୂର କରି, କୃଷ୍ଣର ଭାବ ହୃଦେ ଧରି। କୃଷ୍ଣର ଗୁଣ ଅନୁକ୍ଷଣେ, ଗୁଣନ୍ତି ଶୁଣନ୍ତି ଶ୍ରବଣେ। ଏ ଭାଗବତ ଧର୍ମବାଣୀ, ବ୍ରହ୍ମ ସମାନେ ପରିମାଣି। ଦ୍ୱାପର ଯୁଗ ଅନ୍ତକାଳେ, ମୁଁ ଯେ ଅନେକ ଶିଷ୍ୟ ମେଳେ। ମୋର ଜନକ ବ୍ୟାସ ମୁନି, ତାହାଙ୍କ ଶିକ୍ଷା ଶିରେ ଘେନି। ନିର୍ଗୁଣ ମାର୍ଗେ ଦୃଢ଼ ଚିତ୍ତ, ବିଷ୍ଣୁର ଭାବ ହେଲା ଜାତ। ନିଶ୍ଚଳ ଯୋଗେ ମନ ଥୋଇ, ଯେ ବା ଅଭ୍ୟାସ କଲି ମୁହିଁ। କହିବି ତୋର ଆଗେ ତାହା, ଶୁଣ ପରୀକ୍ଷ ପୁଣ୍ୟ ଦେହା। ଏ ଭାଗବତ ବାଣୀ କର୍ଣ୍ଣେ, ଯେ ଶୁଣେ ଶ୍ରଦ୍ଧା ଅବଧାନେ। ମୁକୁନ୍ଦ ପାଦେ ତାଙ୍କ ମନ, ନିଶ୍ଚଳେ ରହେ ଅନୁକ୍ଷଣ। ମୋକ୍ଷ ଇଚ୍ଛିଲା ପ୍ରାଣୀଙ୍କର, ହରି କୀର୍ତ୍ତନ ଅଟେ ଫଳ। ତାକୁ ନ ଲାଗେ ଯମ ଭୟେ, ନିର୍ଭୟ ପଥେ ଚିତ୍ତ ରହେ। ଯୋଗ ଅଭ୍ୟାସେ ଯୋଗୀ ଜନେ, ଦୀର୍ଘେ ଜୀବନ୍ତି ଯୋଗ ଧ୍ୟାନେ। ଯେବେ ସେ କୃଷ୍ଣ ନାମ ମୁଖେ, କହନ୍ତି ଏକ କୁଆରକେ। ଦିନ ବଞ୍ଚନ୍ତି କୃଷ୍ଣ ଗାଇ, ଅନ୍ତରେ ତାର ପାଦ ଧ୍ୟାଇ। ଯେ ହରି ନ ବୋଲେ ବଦନେ, କି ପ୍ରୟୋଜନ ଯୋଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ, ହେ ନୃପ ଶୁଣ ମନ ଦେଇ। ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ, ଯେ ଶୁଣେ ଯେ ବା ମୁଖେ ଭଣି। ସେ ପ୍ରାଣୀ ଆତ୍ମାକୁ ଉଦରେ, କି ଭାବ ବହୁ ସମ୍ବତ୍ସରେ। ଖଟ୍ୱାଙ୍ଗ ନାମେ ରାଜା ଥିଲେ, ସ୍ୱର୍ଗେ ଦେବଙ୍କୁ ହିତ କଲା। ରିପୁ ସଂହାରି ଦେବ ପାଶେ, ମିଳିଲା ଭକତି ବିଶ୍ୱାସେ। ଦେବେ ବୋଇଲେ ମାଗ ବର, ଶୁଣି ବୋଇଲା ନୃପବର। ଆୟୁଷ ଅଛଇ ମୁଁ କେତେ, ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତୋ ଜୀବନ, ତା ଶୁଣି ସନ୍ତୋଷ ରାଜନ। ତକ୍ଷଣେ ଆସି ମୋହି ତଳେ, ଭାବିଲା ଅକିଞ୍ଚନ ମେଳେ। ମୁହୂର୍ତ୍ତେ ନାମ ଉଚ୍ଚାରିଲା, ଅନ୍ତେ ସେ ଗୋବିନ୍ଦ ପଶିଲା। ଏବେ ଶପଥ ଦିନ ଯାଏଁ, ଜୀବନ ଥିବ ତୋର ଦେହେ। ଏବେ ହରିଙ୍କି ଆଶ୍ରୟ କର, କର୍ଣ୍ଣେ ଶୁଣ ମୁଖେ ଉଚ୍ଚାର। ଯେ ଅନ୍ତକାଳେ କୃଷ୍ଣ ବାଣୀ, ମୁଖେ ଉଚ୍ଚାରେ କର୍ଣ୍ଣେ ଶୁଣି। ତାହାର ମୃତ୍ୟୁ ଭୟ ନୁହେଁ, ଦାରା ତନୟ ନିଜ ଦେହେ। ଯେତେ ବିଷୟ ଆତ୍ମା ଭେଦି, ଅସଂଗ ଶସ୍ତ୍ରେ ତାହା ଛେଦି। ବେଗେ ସେ ପଶେ କୃଷ୍ଣ ଭାବେ, ଶୁଣ କହିବା ତୋତେ ଏବେ। ଯେ ପ୍ରାଣୀ ଅନ୍ତକାଳ ଜାଣି, ଆତ୍ମାର ହିତ ମନେ ଗୁଣି। ଘରୁ ବାହାର ହୋଇ ଜ୍ଞାନେ, ତପ ଆଚରେ ଘୋର ବନେ। ସ୍ନାନ ସାରି ତୀର୍ଥ ଜଳେ, ଆସନେ ବସିବ ନିଶ୍ଚଳେ।
ଏକାନ୍ତ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିବୃତ ବ୍ରହ୍ମ ସୁମରଣେ ପ୍ରାଣ ପବନ ଯୋଗେ ରୁନ୍ଧି ଚଞ୍ଚଳ ଇନ୍ଦ୍ରିୟ ନିରୋଧି ବୁଦ୍ଧି ସାରଥି ଆଶ୍ରୟ କରି ବିଷୟ ସମୂହ ସଂହରି କର୍ମେ ଚଞ୍ଚଳ ମନ ବଳେ ନିରୋପି କୃଷ୍ଣ ପାଦ ତଳେ ତାର ଶରୀର ଅବୟବେ ଚିନ୍ତିବ ଏକେ ଏକେ ଭାବେ ମନକୁ ନିର୍ବିଷୟ କରି ସକଳ ଚିନ୍ତା ପରିହରି ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟପଣେ ଆବୃତ ରଜତମ ଗୁଣେ ଏଣୁ ଧାରଣା ଆଶ୍ରୟ କରି ମନର ମଳ ଅପହରି ଏମନ୍ତ ଯୋଗର ଧାରଣ ଯୋଗୀଙ୍କ ଭକତି ଲକ୍ଷଣ ଯେ ଭକ୍ତି ଧାରଣାର ବଳେ ଯୋଗ ପ୍ରାପତ ଅଳ୍ପ କାଳେ ବିଷୟ ଦେଖଇ ମଙ୍ଗଳ କୃଷ୍ଣେ କରହିଁ ସର୍ବମେଳ ହେମନ୍ତ ଶୁକ ମୁଖୁ ଶୁଣି ବୋଲେ ପାଣ୍ଡବ ଚୂଡ଼ାମଣି ରାଜା ଉବାଚ ଧାରଣା ଯୋଗ ଚିତ୍ତେ ଧରି ଯେମନ୍ତେ ତରେ ବ୍ରହ୍ମଚାରୀ ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୁମଳ ଏ ଯୋଗ ଧାରଣା ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୁମଳ ହରେ କହି ପବିତ୍ର ମୋତେ କର ନିର୍ମଳ ହେଉ ମୋ ଶରୀର ଏମନ୍ତ ରାଜା ପ୍ରଶ୍ନ ଶୁଣି ଶୁକ କହନ୍ତି ମନେ ଗୁଣି ଶୁକ ଉବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରଗଣ ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ ବିଶେଷେ ଗୋବିନ୍ଦ ଶରୀର ଅତ୍ୟନ୍ତ ସ୍ଥୂଳତର ଯହି ସଂସାର ପରମାଣ ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରହ୍ମାଣ୍ଡେ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର ଶୁଣ କହିବ ଅର୍ଥ ଊର୍ଦ୍ଧ୍ୱେ ବିରାଟ ରୂପ ଥାଇ ମଧ୍ୟେ ପାତାଳ ବୋଲି ପାଦମୂଳ ପାରସ୍ନି ପାଦାଗ୍ର ରସାତଳ ଚରଣ ଗୁଳ୍ଫେ ମହାତଳ ଜଙ୍ଘ ଯୁଗଳ ତଳାତଳ ସୁତଳ ବୋଲି ଜାନୁ ଯୁଗେ ବିତାଳ ତଳ ଉରୁଭାଗେ ଜଘନ ଦେଶ ମହିତଳ ନାଭି ମଣ୍ଡଳ ନଭସ୍ଥଳ ଷୋଲକ ହୃଦୟରେ ବସେ ଜ୍ୟୋତିଷ ମୁହ ପରକାଶେ କଣ୍ଠ ଆଶ୍ରିତ ମହାଲୋକ ବଦନେ ବସେ ଜନଲୋକ ଲଲାଟେ ତପଲୋକ ବସେ ସତ୍ୟକଳ୍ପିତ ଶିର ଦେଶେ ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ କର୍ଣ୍ଣ ଯାହାର ଅଷ୍ଟଦିଶା ଅଶ୍ୱିନ କୁମାରେ ଜାନାସା ଜ୍ୱଳନ୍ତା ଅଗ୍ନି ଯାବଦନ ନୟନ ଗୋଲକା ଗମନ ତପନ ଯାର ଚକ୍ଷୁ ବେଣୀ ଉଦୟ ହସ୍ତ ପକ୍ଷୁ ବେଣୀ ଯାର ଭ୍ରୁଭଙ୍ଗ ଭ୍ରମପଦ ସଳିଳ ତାଳୁ ରସ ଜିହ୍ୱ ସକଳ ବେଦ ବ୍ରହ୍ମରନ୍ଧ୍ର ବିକଟ ଦନ୍ତ ଯମପଦ ଯାହାର ତୁଣ୍ଡେ ସ୍ନେହ କଳା ଅଧ ଊର୍ଦ୍ଧ୍ୱରେ ଦନ୍ତମାଳା ଜନ୍ମ ଉନ୍ମାଦ ଯାର ହାସ ଯେ ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଓଷ୍ଠେ ଲଜ୍ଜା ବସେ ଲୋଭ ବସଇଁ ଅଧୋ ଦେଶେ ଧର୍ମ ବସଇଁ ସ୍ଥାନ ଯୁଗେ ଅଧର୍ମ ପଥ ପୃଷ୍ଠ ଭାଗେ ଅଣ୍ଡେ ବସଇଁ ପ୍ରଜାପତି ମିତ୍ର ବରୁଣ କୋଶେ ସ୍ଥିତି ଉଦ୍ଧତି ଯାହାର ଉଦର ଅସ୍ଥି ସମୂହ ମହୀଧର ଶିରା ସମୂହ ନଦୀ ଘନ ବୃକ୍ଷ ଔଷଧି ତନୁ ରୋମ ଅନନ୍ତ ବୀର୍ଯ୍ୟ ଯହିଁ ବସେ ଶ୍ୱାସ ପବନ ଅଣଚାଶେ ଯାହାର ଗତି ଜାଣ କାଳ ଜୀବ ସଂସାର ଯାର ଖେଳ ଜିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ଯାହାର ମନ ନିଶାକର ହେ କୁରୁ ଶ୍ରେଷ୍ଠ ପରୀକ୍ଷିତ ଈଶ୍ୱର ସର୍ବକୋଶଭୂତ ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ର ସୀମା କଲାଭ ଅଶ୍ୱ ଅଶ୍ୱତର ନଖ ସମୂହ କରିବର ଯେ ପଶୁ ମୃଗାଦି ବିଶେଷେ ସର୍ବକଳ୍ପିତ ଶ୍ରୋଣୀ ଦେଶେ ପକ୍ଷିଏ ଯାର ବ୍ୟାକରଣ ବୁଦ୍ଧି ବିଷୟ ମନୁଗଣ ଯାର ନିବାସ ନର ଦେହ ଯହିଁ କଳ୍ପିତ ମାୟା ମୋହ ଗନ୍ଧର୍ବ ବିଦ୍ୟାଧର ଆଦି ଚାରଣ ଗଣିକା ପ୍ରସିଦ୍ଧି
କିନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଳ୍ପିତ ଅସୁର। ବ୍ରାହ୍ମଣ ଯାର ମୁଖୁ ଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ। ଉରରୁ ବୈଶ୍ୟ ଉତ୍ପତ୍ତି ପାଦରୁ ଜନ୍ମ ଶୂଦ୍ର ଜାତି। ନାନା ପ୍ରକାର ନାମ ବହି ଅଭୀଷ୍ଟ ଦେବେ ଯାର ଦେହି। ନିଗମ କର୍ମକାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ। ଏମନ୍ତେ ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟ। ଏମନ୍ତେ ଏ ସ୍ଥୂଳ ଶରୀରେ ଧାରଣା ଯୋଗେ ନିର୍ବିକାରେ। ମନ ନିରୋଳ ଯୋଗ ବଳେ ଗୋବିନ୍ଦ ଚରଣ କମଳେ। ସର୍ବ ଶରୀରେ ଭଗବାନ ତାତହୁଁ କେବା ଅଛି ଆନ। ସେ ସର୍ବ ବୁଦ୍ଧି ଅନୁଭବ ଜୀବ ପରମ ପଦ୍ମନାଭ। ସତ୍ୟ ପରମାନନ୍ଦ ନିଧି ତାର ଭଜନ ସର୍ବସିଦ୍ଧି। ଜନ୍ମ ମରଣ ତାର ତହୁଁ କେବା ଗୋଚରେ ତାହା କହୁ। ଯିଏ ଅନ୍ୟ ସଙ୍ଗ ଦ୍ୱାରା ସୂତ ନ କରି ଯେଣୁ ଆତ୍ମପାତ। ସ୍ୱପ୍ନରେ ଜୀବର ଯେମନ୍ତ ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ। ସେ ସର୍ବ ମିଥ୍ୟା ଜୀବ ସତ୍ୟ ଏ ଜ୍ଞାନେ ହୁଅଇ ମୁକତ। ସୁତ ଉବାଚ ଏମନ୍ତ କହି ଶୁକ ମୁନି ହରଷେ ହରି ଭାବ ଘେନି। ଆନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ମହାପୁରୁଷ ସଂସ୍ଥାନ ଅନୁବର୍ଣ୍ଣନେ ନାମ ପ୍ରଥମ ଅଧ୍ୟାୟ ସମାପ୍ତ। ଭିଡ଼ିଓଟି ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।